ଜୀବନର କିଛି ବ୍ୟକ୍ତି ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ଅନୁସରଣ କରନ୍ତି। ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତିରେ ଉଲ୍ଲେଖ କରାଯାଇଥିବା ନୀତି ମଧ୍ୟରୁ ଏହା ହେଉଛି ଗୋଟିଏ। ତେବେ ଆଜି ଆମେ ଜାଣିବା କେଉଁ 4 ଲୋକଙ୍କ ସହିତ ଆଦୌ ଝଗଡ଼ା କରିବା କଥା ନୁହେଁ, କାରଣ ଏମାନଙ୍କ ସହ ଝଗଡ଼ା କଲେ ଜୀବନ ବର୍ବାଦ ହୋଇଯିବ। ନିଜର ନୀତିଶାସ୍ତ୍ରରେ ଆଚାର୍ଯ୍ୟ ଚାଣକ୍ୟ ରାଜନୈତିକ ଏବଂ ଅର୍ଥନୈତିକ ପ୍ରସଙ୍ଗ ସହିତ ଜୀବନ ସହ ଜଡ଼ିତ ସମସ୍ୟାର ସମାଧାନ ବିଷୟରେ ଉଲ୍ଲେଖ କରିଛନ୍ତି। ପ୍ରତ୍ୟେକ ବ୍ୟକ୍ତିଙ୍କର ତାଙ୍କର ନୀତି ସମ୍ବନ୍ଧରେ ଭିନ୍ନ ଭିନ୍ନ ଚିନ୍ତାଧାରା ଏବଂ ଦିଗ ରହିଛି। ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ଜୀବନର ସତ୍ୟକୁ କହିଥାଏ। ତାଙ୍କ ଦ୍ୱାରା ପରାମର୍ଶ ଦିଆଯାଇଥିବା ସମାଧାନ ଗୁଡ଼ିକ ଆପଣଙ୍କୁ ଜୀବନର ପ୍ରତ୍ୟେକ ପରୀକ୍ଷଣରେ ସାହାଯ୍ୟ କରିବ। ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତିରେ ଉଲ୍ଲେଖ କରାଯାଇଥିବା ନୀତି ମଧ୍ୟରୁ ଗୋଟିଏ ହେଉଛି ଆପଣମାନଙ୍କ ପାଇଁ। ଚାଣକ୍ୟଙ୍କ ଅନୁଯାୟୀ ଜଣେ ବ୍ୟକ୍ତି ପରିବାରର ସଦସ୍ୟ, ବନ୍ଧୁ, ମୂର୍ଖ ଏବଂ ଗୁରୁଙ୍କ ସହ ଝଗଡ଼ା କରିବା ଉଚିତ ନୁହେଁ। ପରିବାର ହେଉଛି ଜୀବନର ଆଧାର। ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁଯାୟୀ ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନରେ ଆଧାର ହେଉଛି ତାଙ୍କ ପରିବାର। ଏପରି ପରିସ୍ଥିତିରେ ଯଦି ସେମାନଙ୍କ ସହିତ ଝଗଡ଼ା କରନ୍ତି, ସେହି ବ୍ୟକ୍ତି ଜଣକ ଜୀବନ ସାରା ଏହା ପାଇଁ ଅନୁତାପ କରିପାରନ୍ତି। ପରିବାର ସଦସ୍ୟ ହିଁ ଆମକୁ ଭଲ ଏବଂ ମନ୍ଦ ମଧ୍ୟରେ ପାର୍ଥକ୍ୟ କୁହନ୍ତି। ଏପରି ପରିସ୍ଥିତିରେ ସେମାନଙ୍କ ସହିତ ଝଗଡ଼ା କରିବା ପରେ ଆପଣ ଭଲ ଏବଂ ଭୁଲ ମଧ୍ୟରେ ପାର୍ଥକ୍ୟ କରିବାକୁ ସମର୍ଥ ହେବେ ନାହିଁ। ବନ୍ଧୁତା ହେଉଛି ଦୁନିଆର ସବୁଠାରୁ ବଡ଼ ଜିନିଷ। ଆଚାର୍ଯ୍ୟ କହିଛନ୍ତି ଯେ ବନ୍ଧୁତା ହେଉଛି ଦୁନିଆର ସବୁଠାରୁ ବଡ଼ ଜିନିଷ। ଜଣେ ପ୍ରକୃତ ବନ୍ଧୁ ଆପଣଙ୍କୁ ପ୍ରତ୍ୟେକ ପରିସ୍ଥିତିରେ ସମର୍ଥନ କରନ୍ତି ଏବଂ ଆପଣଙ୍କୁ ଜୀବନର ପ୍ରତ୍ୟେକ ସତ୍ୟ ବିଷୟରେ ଅବଗତ କରାନ୍ତି। ଏପରି ପରିସ୍ଥିତିରେ ଯଦି ଜଣେ ବ୍ୟକ୍ତି ନିଜ ସାଙ୍ଗ ସହିତ ଝଗଡ଼ା କରନ୍ତି, ତେବେ ସେ ଏକ ବିଶ୍ୱସ୍ତ ସମ୍ପର୍କ ହରାଇବେ। ସେ ତାଙ୍କ ଜୀବନରେ ମଧ୍ୟ ଅନୁତାପ କରିବେ। ଗୁରୁ ମାର୍ଗଦର୍ଶନ କରନ୍ତି। ଚାଣକ୍ୟ ନୀତିଶାସ୍ତ୍ରରେ କହିଛନ୍ତି ଯେ କେବଳ ଗୁରୁ ଆମକୁ ମାର୍ଗଦର୍ଶନ କରନ୍ତି। ଗୁରୁ ଆମକୁ ଜୀବନରେ ଭଲ ଏବଂ ଖରାପ ବିଷୟରେ ଜ୍ଞାନ ଦିଅନ୍ତି ଏବଂ ସଠିକ୍ ରାସ୍ତା ବାଛିବାରେ ଆମକୁ ସାହାଯ୍ୟ କରନ୍ତି। ଯଦି କୌଣସି ବ୍ୟକ୍ତି ତାଙ୍କ ଗୁରୁଙ୍କ ସହ ଝଗଡ଼ା କରନ୍ତି, ତେବେ ସେ ଗୁରୁଙ୍କ କୃପାରୁ ଅବଗତ ରହିବେ। ତାଙ୍କୁ ଜ୍ଞାନ ଦେବା ଏବଂ ମାର୍ଗଦର୍ଶନ କରିବାକୁ ପାଖରେ କେହି ରହିବେ ନାହିଁ। ମୂର୍ଖ ସହିତ ଯୁକ୍ତିତର୍କ କରନ୍ତୁ ନାହିଁ। ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁଯାୟୀ ଜଣେ ମୂର୍ଖଙ୍କ ସହ କଦାପି ଯୁକ୍ତିତର୍କ କରିବା ଉଚିତ ନୁହେଁ। ଏହା କେବଳ ଆପଣଙ୍କ ସମୟ ନଷ୍ଟ କରିବ ନାହିଁ, ବରଂ ଆପଣଙ୍କ ଶାନ୍ତି ମଧ୍ୟ ଦୂର କରିଦେବ। ଏପରି ବ୍ୟକ୍ତିଙ୍କୁ ବୁଝାଇବା ଏକ ବଇଁଶୀ ସାମ୍ନାରେ ବଂଶୀ ବଜାଇବା ସଦୃଶ। ଏହା ବ୍ୟତୀତ ଏହା ଆପଣଙ୍କ ପ୍ରତିଛବି ଉପରେ ମଧ୍ୟ ପ୍ରଭାବ ପକାଇପାରେ। ତ ଏହା ଥିଲା ଚାଣକ୍ୟଙ୍କ ଦ୍ୱାରା ରଚିତ ନୀତି। ଭିଡ଼ିଓଟି ଭଲ ଲାଗିଥିଲେ ଭିଡ଼ିଓ ଗୋଟେ ଲାଇକ୍ କରିଦିଅନ୍ତୁ ଓ ଆପଣଙ୍କ ସାଙ୍ଗସାଥିମାନଙ୍କୁ ସେୟାର କରିଦିଅନ୍ତୁ। ଧନ୍ୟବାଦ।